ଶାଶୁଘରେ ପ୍ରଥମ ଥର ସ୍ୱାମୀଙ୍କ ସହିତ ରଜଦୋଳି ଖେଳୁଥିବାର ନଜର ଆସିଲେ ଅଭିନେତ୍ରୀ ସିମରାନ୍। ହଁ ଦର୍ଶକ ବନ୍ଧୁ, ଆପଣମାନେ ଏଠି ଦେଖିବା ପାଇଁ ପାଇଯାଉଥିବେ। ସ୍କ୍ରିନ୍ ଜରିଆରେ ଆପଣମାନେ ଦେଖିପାରୁଥିବେ ଯେ କିପରି ଭାବରେ ରଜଦୋଳି ଖେଳୁଛନ୍ତି ଏବଂ ରଜ ସମୟରେ କିପରି ଭାବରେ ସଜବାଜରେ ନଜର ଆସିଛନ୍ତି ଅଭିନେତ୍ରୀ ସିମରାନ୍। ଆପଣମାନେ ଯେମିତି ଜାଣନ୍ତି ଯେ ଏହି କିଛି ଦିନ ତଳେ ହିଁ ତାଙ୍କର ବିବାହ ହୋଇଛି। ସେ ଓଡ଼ିଆ ହିରୋ ଜ୍ୟୋତିଙ୍କୁ ବାହା ହୋଇଛନ୍ତି। ତେବେ ସେ ତାଙ୍କର ଶାଶୁଘରେ ବର୍ତ୍ତମାନ ସମୟରେ କିପରି ଅଛନ୍ତି ଆଉ ଏହା ସହିତ ସେ କିପରି ଭାବରେ ଏହି ରଜଟିକୁ ପାଳନ କରିଛନ୍ତି। ଆପଣମାନେ ଯେମିତି ଜାଣନ୍ତି ଯେ ଗତକାଲି ଥିଲା ପହିଲି ରଜ ଆଉ ବର୍ତ୍ତମାନ ଆଜି ହେଉଛି ରଜ ସଂକ୍ରାନ୍ତି। ସେ ରଜ ସଂକ୍ରାନ୍ତିଟିକୁ କିପରି ଭାବରେ ପାଳନ କରୁଛନ୍ତି ତାଙ୍କର ଶାଶୁଘରେ ଦେଖିବା ପାଇଁ ଚାହୁଁଛନ୍ତି, ନିଶ୍ଚିତ ଭାବରେ ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଆପଣମାନେ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନକୁ ପ୍ରେସ୍ କରିବା ବିଲକୁଲ ବି ଭୁଲିବେନି। ଏହିପରି ଓଡ଼ିଆ ସମ୍ବନ୍ଧୀୟ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ସମ୍ବନ୍ଧୀୟ ଟେକ୍ନିକ୍ ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଏଠି ସ୍କ୍ରିନ୍ ଜରିଆରେ କିଛି ଫଟୋ ସବୁ ଦେଖିବା ପାଇଁ ପାଇଯାଉଥିବେ, ଯେଉଁଥିରେ ନଜର ଆସିଛନ୍ତି ଅଭିନେତ୍ରୀ ସିମରାନ୍। ସେ କିପରି ଭାବରେ ସଜବାଜ ହେଉଛନ୍ତି, କିପରି ଶାଢ଼ୀ ପିନ୍ଧୁଛନ୍ତି ଆଉ ଏହା ସହିତ ତାଙ୍କର ଶାଶୁଘରେ କିପରି ଭାବରେ ମଜାମସ୍ତି କରୁଛନ୍ତି, ସବୁକିଛି ଆପଣମାନେ ଏଠି ସ୍କ୍ରିନ୍ ଜରିଆରେ ଦେଖିବା ପାଇଁ ପାଇଯାଉଥିବେ। ଆପଣମାନେ ଯେମିତି ଜାଣନ୍ତି ଯେ ପହିଲି ରଜ ସମୟରେ ପ୍ରାୟ ସମସ୍ତ ଝିଅମାନେ ବହୁତ ଖୁସି ଥାନ୍ତି, ରଜଦୋଳି ଖେଳିଥାନ୍ତି ଏବଂ ବହୁତ ମଜାମସ୍ତି କରିଥାନ୍ତି। ଆଉ ଏହା ସହିତ ଘର ଭିତରେ ସେ ତାଙ୍କର ପୋଡ଼ ପିଠା ଅନ୍ୟ ସମସ୍ତ ଭେରାଇଟି ପିଠା ସବୁ କରି ସେ ତାଙ୍କର ଘର ଲୋକଙ୍କୁ ଖାଇବାକୁ ମଧ୍ୟ ଦେଇଥାନ୍ତି। ଆଉ ଏହା ସହିତ ସେ ତାଙ୍କର ଶାଶୁଘରେ ସିମରାନ୍ ମଧ୍ୟ ତାଙ୍କ ସ୍ୱାମୀଙ୍କ ପାଇଁ ବିଭିନ୍ନ ପ୍ରକାର ପିଠା କରିଥିଲେ। ଆଉ ପିଠା କରୁଥିବା ସମୟରେ ତାଙ୍କର ଯେଉଁ ବ୍ଲଗ୍ ରହିଛି ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ଲଗ୍ସ ମାଧ୍ୟମରେ ସମସ୍ତଙ୍କୁ ଦେଖାଇଥିଲେ, ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ସହିତ ସେୟାର ମଧ୍ୟ କରିଥିଲେ। ଆଉ ଏହା ସହିତ ଇନଷ୍ଟାଗ୍ରାମରେ ତାଙ୍କର ସୋସିଆଲ ମିଡ଼ିଆ ପେଜ୍ରେ ସେ ତାଙ୍କର ଫ୍ୟାନ୍ସମାନଙ୍କ ପାଇଁ କିଛି ପୋଷ୍ଟ କରିଥିଲେ ଏବଂ ପହିଲି ରଜର ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ତେବେ ଦର୍ଶକ ଆପଣମାନଙ୍କୁ ଅଭିନେତ୍ରୀ ସିମରାନ୍ ଆଉ ଜ୍ୟୋତିଙ୍କ ଯୋଡ଼ିଟି କିପରି ଲାଗେ ନିଶ୍ଚିତ ଭାବରେ ଆମକୁ କମେଣ୍ଟ କରି ଜଣାଇବେ। ଆଉ ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚିତ ଭାବରେ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓରେ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନ୍ ପ୍ରେସ୍ କରିବା ବିଲକୁଲ ଭୁଲିବେନି। ଏହିପରି ଓଡ଼ିଆ ସମ୍ବନ୍ଧୀୟ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ସମ୍ବନ୍ଧୀୟ ଟେକ୍ନିକ୍ ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ।